ମାଆଙ୍କର ଆଉ ଗୋଟେ ଦ୍ୱାରବାଟ ଦେଇକି ଯିବା। ଚାଲନ୍ତୁ ମୁଁ ଆପଣମାନଙ୍କୁ ନେଇକି ଯାଉଛି। ଚାଲନ୍ତୁ ଯିବା, ଆପଣଙ୍କୁ ଗୋଟେ ବଢ଼ିଆ ଜାଗାକୁ ନେଇକି ଯାଉଛି। ଚାଲନ୍ତୁ ଦେଖିବା, ଆମର ବହୁତ ବଢ଼ିଆ ଜାଗା, ଆସନ୍ତୁ ଯିବା। ଆସନ୍ତୁ। ବହୁତ ବଢ଼ିଆ ଜାଗା ସାଙ୍ଗମାନେ। ଆଉ ଗହଳିରେ ବିଲକୁଲ ଆସିପାରୁନଥିଲୁ, ଦେଖିପାରୁନଥିଲୁ। ଏବେ କିନ୍ତୁ ବହୁତ ବଢ଼ିଆ ଲାଗୁଛି। ଏପଟ ସାଇଡ୍ ଦେଖନ୍ତୁ ସାଙ୍ଗମାନେ, ଏପଟ ସାଇଡ୍ ଦେଖନ୍ତୁ କେତେ ବଢ଼ିଆ ହେଇଛି। ତ ସାଙ୍ଗମାନେ ଆମେ ଆସି ବର୍ତ୍ତମାନ ପହଞ୍ଚିଲୁ। ତ ବହୁତ ବଢ଼ିଆ ବାସ୍ନା ହେଲାଣି ମାଆଙ୍କର। ତ ଆକ୍ଚୁଆଲି ଆମେ ସାଙ୍ଗମାନେ ଆସିଛୁ ମାଆଙ୍କର ଭୋଗ ପାଇଁ। ତ ଚାଲନ୍ତୁ ଦେଖିବା। ଏଇଠି ମାଆଙ୍କର ଭୋଗ ରନ୍ଧା ହୋଇଥାଏ। ତ ସାଙ୍ଗମାନେ, ଯେବେଠୁ ସମଲେଶ୍ୱରୀ ମାଆଙ୍କ ପାଖରେ ପ୍ରକଳ୍ପ ହେଲାଣି, ମୁଁ ତା ପରଠୁ କେବେ ବି ହେଲେ ଦେଖିନି ଭୋଗ କେଉଁଠି ହେଉଛି। ତ ଆଜି ମୁଁ ଫାର୍ଷ୍ଟ ଟାଇମ୍ ଆସିଛି। ତ ଏଇ ଜାଗାରେ ରନ୍ଧାରନ୍ଧି ହୁଏ। ତ ମାଆଙ୍କଠି ଭୋଗ ପାର୍ସଲ ହୁଏ। ଆମେ ଯେବେ ଆସିଥିଲୁ, ତ ଏବେ ବର୍ତ୍ତମାନ ଏଇ ଆମର ଯେଉଁ ସିକ୍ୟୁରିଟି ଭାଇ ବସିଛନ୍ତି, ତାଙ୍କଠୁ ଆମେ ଟିକେଟ୍ ବର୍ତ୍ତମାନ କରିବାକୁ ଆସିଲୁ। ଆଉ ସେ କହିଲେ ଆପଣ ଯାଇକି ସେଠି ବୁଝନ୍ତୁ ପାର୍ସଲ ଅଛି କି ନାହିଁ। ତ ସାଙ୍ଗମାନେ, ବିଭିନ୍ନ ମାନେ ଟାଇମ୍ରେ ବିଭିନ୍ନ ମାନେ ଚେଞ୍ଜ ହେଉଛି ସବୁ ପ୍ରକାର। ତେଣୁ ଆମେ ଯାଇକି ବୁଝିଲା ପରେ ସେ ଆଜ୍ଞା ଜଣେ କହିଲେ ପାର୍ସଲ ବିଲକୁଲ ନାହିଁ। ହେଲେ ଛୋଟ ଛୁଆଙ୍କୁ ଛାଡ଼ିକି ଘରେ ଯେହେତୁ ଆସିଛୁ, ସେମିତି ତ ଖାଇହେବନି। ତେଣୁ ବହୁତ ମନ ଦୁଃଖ ଲାଗିଲା, ବାଧ୍ୟ ହୋଇକି ଫେରିଲୁ।